କୁହନ୍ତି ବାପ ଘର ଆସିଲେ ସମୟ ବହୁତ ଶୀଘ୍ର ପଳାଏ, ହେଲେ ଶାଶୁ ଘର ଆସିଲେ ବି ସମୟ କେତେ ଶୀଘ୍ର ପଳଉଛି ଜଣା ବି ପଡୁନି। ନମସ୍କାର, ମୁଁ ମାମା ସ୍ୱାଗତ କରୁଛି ଆମ ଓଡ଼ିଆ ଜୀବନର ଆଉ ଏକ ଛୋଟ ଅଧ୍ୟାୟକୁ। ୟାଙ୍କର 2 ଦିନ ଛୁଟି ଥିଲା, ସୋ ଭାବିଲୁ ଘରକୁ ଟିକେ ଯାଇକି ଆସିବୁ। 2 ଦିନ କେତେ ଶୀଘ୍ର କଟିଗଲା ଜଣା ବି ପଡ଼ିଲାନି। ଆଉ ଆଜି 3rd ଦିନ, ଇଭିନିଂରେ ଟ୍ରେନ୍ ଅଛି, ଯିବାକୁ ଟିକେ ବି ଇଚ୍ଛା ହଉନଥିଲା। ବାବୁନ ଘରକୁ ଆସିଲେ ମୋ ପାଖକୁ ଜମା ବି ଆସେନି। ଦିନରୁ ରାତି ସେ ଏମିତି ତା ଭାଇ ସହ ଖେଳୁଥାଏ। ମୁଁ ଯିବା ପାଇଁ ରେଡି ହେଇଯାଇଥିଲି, ଆଉ ମୋ ଯାଆ ସେପଟେ ଆମ ପାଇଁ ଡିନର କରିଦେଇଥିଲେ। ଆମେ ଯିବୁ ବୋଲି ଚକୁଳି ତରକାରୀ କରିଥିଲେ। ସେ ତରକାରୀ କରିଦେଇଥିଲେ ଆଉ ମୁଁ ଚକୁଳି କରିଦେଲି। ମୋ ମନ ଏତେ ଖରାପ ଲାଗୁଥିଲା ଯେ ଆମେ ଚା ବି ପିଇଲୁନି। ଆମେ ଘରୁ ବାହାରିଲା ବେଳେ ଏତେ ବର୍ଷା ହେଲା ଯେ ମୁଁ ଭିଡ଼ିଓ ବି ବନେଇ ପାରିଲି। ଘର ଛାଡ଼ି ଯିବାକୁ ଟିକେ ବି ଇଚ୍ଛା ହଉନଥିଲା। ଜଏଣ୍ଟ ଫ୍ୟାମିଲି ଛାଡ଼ିକି ଏମିତି ବାହାରେ ଏକଲା ରହିବା କେତେ ଯେ କଷ୍ଟ, ଯିଏ ରହୁଛି ସେ ଜାଣିଛି। ଆମେ ଷ୍ଟେସନ ଯାଇକି ପହଞ୍ଚିଥିବା ଭିତରେ ବର୍ଷା ବି ଛାଡ଼ି ଯାଇଥିଲା। ମୁଁ କହୁଛି ଆଉ ମୋ ମନ ବି ଭାରି ହେଇଯାଉଛି। ସୋ ଦେଖା ହବ ନେକ୍ସଟ ଭିଡ଼ିଓରେ। ତେବେ ଯାଏଁ ରହିଲି। ନମସ୍କାର, ଜୟ ଜଗନ୍ନାଥ।